ଖୋର୍ଦ୍ଧା ଜଙ୍ଘିଆ ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ଟୋଲ୍ ପ୍ଲାଜା ନିକଟରେ ମୋଟର ସାଇକେଲ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପଣସପୁର ଗ୍ରାମର ସମୀର କୁମାର ବେହେରା ଓ ଗୁରୁତର ଆହତ ଜଣକ ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳର ଅଭିମନ୍ୟୁ ବେହେରା। ସୂଚନାରୁ ଜଣାପଡ଼ିଛି, ଗୋଟିଏ ବାଇକ୍ରେ 2 ଜଣ ଯୁବକ ଟାଙ୍ଗୀ ପଟୁ ଖୋର୍ଦ୍ଧା ପଟକୁ ଯାଉଥିବା ସମୟରେ 16 ନମ୍ବର ଜାତୀୟ ରାଜପଥ ମଠା ଛକ ନିକଟରେ ଏକ ଅଜଣା ଗାଡ଼ି ମୋଟର ସାଇକେଲକୁ ପଛରୁ ଧକ୍କା ଦେବାରୁ ମୋଟର ସାଇକେଲରେ ଯାଉଥିବା 2 ଯୁବକ ଛିଟକି ପଡ଼ି ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ସମୀର କୁମାର ବେହେରାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଅଭିମନ୍ୟୁ ବେହେରା ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଅଭିମନ୍ୟୁଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ। ଖବର ପାଇ ଜଙ୍ଘିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋଟର ସାଇକେଲ ଓ ମୃତକଙ୍କ ଶବ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ଟାଙ୍ଗୀ ଖୋର୍ଦ୍ଧାରୁ ପ୍ରଦୀପ ମହାପାତ୍ରଙ୍କ ରିପୋର୍ଟ, ନ୍ୟୁଜ୍ 8 ଓଡ଼ିଆ।